ସକାଳୁ ସକାଳୁ ଆଜି ବଗିଚା କାମ କରିବା ସମୟରେ ମୋର ନଜର ପଡ଼ିଥିଲା ରେନି ଲିଲି ଗଛ ଉପରେ, କାହିଁକି ନା ରେନି ଲିଲି କେବଳ ସମସ୍ତେ କହନ୍ତି ବର୍ଷା ଦିନରେ ବହୁତ ସାରା ଫୁଲ ଦେଇଥାଏ। ତ ଏଇଟା ଆପଣଙ୍କର ଭୁଲ ଧାରଣା। ଯଦି ଆମେ ସଠିକ୍ ଭାବରେ ଯତ୍ନ ନେବା ଆଉ ଗଛକୁ ବାରମ୍ବାର ପ୍ରୋନ୍ କରିବା, ତ ପ୍ରୋନ୍ କରିବା ଅନୁସାରେ ହିଁ ଆମକୁ ଗଛର ଫୁଲ ଦେଖିବାକୁ ମିଳିଥାଏ। ତ ଏବେ ତ କୌଣସି ଆଉ ବର୍ଷା ତ ହେଉନି, ଖରା ଯେଉଁ ଭଳିଆ ଟାଣ ଖରା ହେଉଛି, ବୋଧହୁଏ ଏଇ ସିଜନରେ ଫୁଲ ଫୁଟିବା କଥା ନୁହଁ, କିନ୍ତୁ ମୋ ଗଛରେ ଏବେ ବି ଫୁଲ ଗୋଟେ ଗୋଟେ ଫୁଟୁଛି। କିନ୍ତୁ ସେ ଗୋଟେ ବଦଳରେ ମୁଁ ଟିକେ ଅଧିକା ପାଇବା ପାଇଁ ଆଜି ତାର କାମ କରିବି, ଯେମିତି ପ୍ରୋନ୍ ବି କରିବି ଆଉ ତା ସାଥିରେ କିଛି ତାକୁ ଭିଟାମିନ୍ ପାଇଁ ତାର ସାର କିଛି ବି ଦେବି। ତ କ'ଣ ସାର ଦେଉଛି, ଯେଉଁଥିରେ କି ଆମର ବ୍ଲମିଂ ପାର୍ଟ ବହୁତ ବଢ଼ିଆ ବାହାରିବ ଆଉ ଗଛର ଗ୍ରୋଥ୍ ବି ବହୁତ ଭଲ ହେବ। ତ ଚାଲନ୍ତୁ ଜାଣିବା। ତ ପ୍ରଥମେ ମୋର ରେନି ଲିଲି ଗଛର ମୂଳ ସଫା କରିଦେଲି, କାହିଁକିନା ପ୍ରତ୍ୟେକଟି ଗଛରେ ଆପଣମାନେ ଜାଣିଥିବେ କି ଘାସ ରହିଲା ମାନେ ଫଙ୍ଗସ୍ ସେଇଠୁ ଆରମ୍ଭ ହେଇଯିବ। ଆଉ ଯଦି ଥରେ ଫଙ୍ଗସ୍ ଲାଗିଲା କିଛି ଗଛରେ ନା, ତାହେଲେ ସେ ଗଛ ଆପଣ ଯେତେ ପ୍ରୋନ୍ କରନ୍ତୁ, ଯେତେ ସାର ଦିଅନ୍ତୁ କି ଯେତେ ହରମୋନ୍ ଦିଅନ୍ତୁ, ଗଛ ନଷ୍ଟ ହେବା କଥା ହିଁ ନଷ୍ଟ ହେବ। ସେଥିପାଇଁ ତା ପୂର୍ବରୁ ହିଁ ସାବଧାନ ରହିବା ବହୁତ ଦରକାର। ଯେମିତି ଘାସ ପାଇଁ ବି ଆଗରୁ ଆପଣଙ୍କ ସହିତ ଗୋଟେ ଟିପ୍ସ ସେୟାର କରିଥିଲି, କେମିତି ଘାସକୁ ଆପଣ ନଷ୍ଟ କରିବେ। ଆପଣ ପ୍ରାୟ ମୋର ବହୁତ ଗଛ ଦେଖୁଥିବେ, ଯେମିତି ମନ୍ଦାର ଗଛ ହେଉ କିମ୍ବା ଅନ୍ୟ କିଛି ଫୁଲ ଗଛ ବି ଦେଖୁଥିବେ, ପୁରା କେମିତି ମୂଳ ପୁରା ସଫା ସୁତୁରା ରହୁଛି। କାହିଁକିନା ଗଛକୁ ଆମେ ଦେଖିବାକୁ ଯେତେ ସୁନ୍ଦର ଲାଗିବ ତାର ମୂଳଟା, ଆଉ ଗଛର ଯେତେ ଆମେ ଭିଟାମିନ୍ ଖାଦ୍ୟ ହେଉ କିମ୍ବା ଭର୍ମି କମ୍ପୋଷ୍ଟ ହେଉ କିଛି ବି ଯେଉଁ ଦେଉଛନ୍ତି, ସେଇଟା କେବଳ ଆମର ଯେଉଁ ଗଛକୁ ଆମେ ଦେଉଛନ୍ତି ସେଇ ଗଛ ହିଁ କେବଳ ଟାଣିବ ଆଉ ସେଇ ଗଛ ହିଁ ଗ୍ରୋଥ୍ ହେବ। ତ ସେଇଟା ହିଁ ସବୁଠୁ ଇମ୍ପୋର୍ଟାଣ୍ଟ। ଆଉ ସେଇ ଉପରେ ଯଦି ଆପଣ ଧ୍ୟାନ ଦେଇଦେଲେ, ତାହେଲେ ଆପଣଙ୍କ ଗଛ ବହୁତ ବଢ଼ିଆ ହୁ ହେଇକି ବଢ଼ି ଚାଲିବ। ଆଉ ଯାହା ଯେତିକି ଖତ ସାର ଯାହା ଯେତିକି ଦେବେ ନା, ଆପଣଙ୍କ ଗଛରେ ସେଇଟା ବହୁତ ଜଲ୍ଦି କାମ ବି କରିବ। ତ ମୁଁ ଏଇଠି ଆପଣଙ୍କ ସହିତ କଥା ହେଇଥାଏ, ଏଇଠି ଦେଖନ୍ତୁ ମୋର ରେନି ଲିଲି ଗଛ ଦୁଇଟା କାଟି ସାରିଲିଣି, ମାତ୍ର 1 ଇଞ୍ଚ ମାପରେ ରଖିକି ବାକି ଯେତିକି ପତ୍ର ସବୁ କାଟି ଦେଇଛି। ତ ଏଇଠି ଫୁଲ ବି ଥିଲା, ଫୁଲଟାକୁ ବି କାଟି ଦେଇଛି, ତା ସାଙ୍ଗରେ କଢ଼ ଦୁଇଟା ଥିଲା ତାକୁ ବି ଟୁଙ୍କେଇ ବାହାର କରିଦେଇଛି। ତ କିଛି ବ୍ଲମିଂ ପାର୍ଟ ବାହାରିଛି ତାର ପୁରା ମୂଳରୁ ଛୋଟ ଛୋଟ, ତ ଆପଣଙ୍କୁ ଦେଖାଉଛି। ତ ସେଇଭଳିଆ ପୁରା ବ୍ଲମିଂ ପାର୍ଟ ଛୋଟ ଛୋଟ ହେଇକରି ପୁରା ବାହାରିବ, ବହୁତ ବଢ଼ିଆ ଗ୍ରୋଥ୍ ଆସିବ, ଫୁଲ ଗୁଡ଼ା ବି କାଫି ବଡ଼ ଫୁଟିବ। ଆଉ ଏଇଠି ଦେଖ କେଡ଼େ ବଢ଼ିଆ ସେ କଢ଼ ଆସିଛି। ଆଉ ଏଇଠି ମୁଁ ଗୋଟେ ସରୁ ରଡ଼ ନେଇକି ତାର ଚାରି ସାଇଡ଼୍ ଖୁସେଇ ଦେଉଛି, ଯେମିତିକା ବଡ଼ ଓଷାରେ ଯଦି ଖୁସାରେ ଖୁସେଇବେ ନା, ତାହେଲେ ତାର ବ୍ଲକ୍ସ ଗୁଡ଼ାକ ସବୁ କଟିଯିବ। ତ ସେଇଥିପାଇଁକା ଟିକେ ସରୁ ରଡ଼ରେ ଏମିତି ଖୁସାଇ ଦେବେ। ଆଉ ଚାରି ସାଇଡ଼୍ରେ ଆପଣ NPK ସାର ଦେଇଦେବେ। NPK ସାର ଅକ୍ଟୋବରରୁ ଡିସେମ୍ବର ମାସ ଭିତରେ ଆପଣ ଯେକୌଣସି ଗଛରେ ଦିଅନ୍ତୁ, ଆପଣଙ୍କ ଗଛର ଡିଫରେଣ୍ଟ ନିଶ୍ଚିତ ଭାବରେ ଦେଖିବାକୁ ପାଇବେ। NPK ସାରରୁ ଆମ ଗଛକୁ ନାଇଟ୍ରୋଜେନ୍ ଆଉ ଫସ୍ଫରସ୍ ପଟାସିୟମ୍ ମିଳିଥାଏ। ନାଇଟ୍ରୋଜେନ୍ ମିଳିଲେ ଆମ ଗଛର ପତ୍ର ବଡ଼ ହୁଏ ଆଉ ଫୁଲ ବି ମଧ୍ୟ ବହୁତ ଆସେ। ସାରରେ ଫସ୍ଫରସ୍ ଯେଉଁ ମାତ୍ରା ଅଛି, ତ ସେ ଗଛର ମୂଳକୁ ମୋଟା କରିଥାଏ ଆଉ ବଲ୍ସର ସାଇଜ୍କୁ ବଡ଼ ଆଣିଥାଏ। ତାପରେ ଶେଷରେ ପୋଟାସିୟମର କାମ ହେଲା ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ, ଯେଉଁଥିପାଇଁ ଆମ ଗଛରେ ବହୁତ ମାତ୍ରାରେ ଫୁଲ ଦେଖିବାକୁ ମିଳେ। ତ ଆପଣମାନଙ୍କୁ ଆଜିର ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଜଣାଇବେ। ତ ଏବେ ମୁଁ ତାକୁ ଛାଇରେ ରଖିଦେଉଛି। ରହିଲି।